ପ୍ରଭୁ କ'ଣ କଲେ ନା କେତେ ଗୁଡ଼ିଏ ନବଜନ୍ମ ପୁରୁଷ ଆଣିଲେ। ଏହି ନବଜନ୍ମ ପୁରୁଷଙ୍କର ଅକାଳ ଚେଷ୍ଟା ଉଦ୍ୟମ ନିଃସ୍ୱାର୍ଥପର ସେବା ଯୋଗୁଁ ଆଜି ଆମେ କ'ଣ ପାଇଛୁ, ଆଜି ଆମେ କ'ଣ ପାଇଛୁ, ସ୍ୱାଧୀନତା ପାଳନ କରୁଛୁ। କାହିଁକିନା ଯେଉଁମାନେ ଥିଲେ ମହାତ୍ମା ଗାନ୍ଧୀ ହୁଅନ୍ତୁ, ବାଳଗଙ୍ଗାଧର ତିଳକ ହୁଅନ୍ତୁ, ଲାଲବାଗ ଇଏ ହୁଅନ୍ତୁ, ସମସ୍ତଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। କାରଣ ସ୍ୱାଧୀନତା ତ ଗୋଟିଏ ଦିନର କଥା ନୁହେଁ। ଆମେ କହୁଛୁ ସମସ୍ତେ କାରାବରଣ କରିଥିଲେ। କାହା ମହତ କାମ କରିବାକୁ ହେଲେ ତିନିଟା ଜିନିଷର ଆବଶ୍ୟକ, ଆନ୍ତରିକ ଥିବ, ତ୍ୟାଗ ଥିବ ଏବଂ ନିଷ୍ଠା ରହିବା। କାରଣ ଯେଉଁମାନେ ଦେଶକୁ ଭଲ ପାଉଛନ୍ତି ସେମାନେ କ'ଣ କହିଲେ ଦିଦିରୁ ଯଦି ସେମାନେ ନ ଓହ୍ଲେଇବେ ତାହେଲେ ଦେଶ ଆମର ହେଇପାରିବ କି? ତେଣୁ ସେମାନଙ୍କୁ ବହୁତ କାମ କରିବାକୁ ଗଲେ ବାଧା ବିଘ୍ନ ବହୁତ ଥାଏ, ଜୀବନରେ ବହୁତ ଥର ଆସିବ, ବହୁତ ଦୁଃଖ ଆସିବ। ଯେଉଁମାନେ ଦେଶକୁ ଭଲ ପାଉନଥିବେ ସେମାନେ ଏଠି ରହିବେନି, କ'ଣ ଆମ ଜୀବନ ତ ଆମର ଇଏ କରୁଛି ଆଉ କ'ଣ। କିନ୍ତୁ ଯେଉଁମାନେ ମହାନ ପୁରୁଷ ସେମାନେ ସବୁବେଳେ କ'ଣ କହନ୍ତି ଯେ ଆମ ଜୀବନ ପଛେ ନର୍କେ କରିଥାଉ ଜଗତ ଉଦ୍ଧାର। ସେମାନେ ସବୁ କେତେ ଗୁଡ଼ିଏ ମହାପୁରୁଷ ଆଗେଇ ଆସୁଛନ୍ତି। ଆଉ ତାଙ୍କରି ପ୍ରଚେଷ୍ଟାରେ ଆମେ କ'ଣ କରୁଛୁ ନା ଆଜି ସ୍ୱାଧୀନ ଭାରତୀୟ ହେଇଛୁ ଏବଂ ସ୍ୱାଧୀନତା ଉପଲବ୍ଧ କରୁଛୁ। ତେଣୁ ଯେଉଁ ମହାପୁରୁଷମାନଙ୍କର ବଳିଦାନ, ଯେଉଁ ମହାପୁରୁଷମାନେ ପରାକ୍ରମର ମହୋଦୟରେ ଅନୁପ୍ରାଣିତ ହେଇଥିଲେ, ଯେଉଁ ମହାପୁରୁଷମାନଙ୍କର ତ୍ୟାଗ ନିଷ୍ଠା ତପସ୍ୟା ଥିଲେ, ଯେଉଁ ମହାପୁରୁଷମାନେ ଝଡ଼ଝଞ୍ଜାରେ ଡରି ନ ଯାଇ ଆଗେଇ ଚାଲିଥିଲେ, ଏହି ମହାପୁରୁଷମାନଙ୍କୁ ମୁଁ କୋଟି କୋଟି ପ୍ରଣାମ ଜଣାଉଛି। ତାପରେ 1947 ମସିହା ଅଗଷ୍ଟ 15 ତାରିଖରେ ଭାରତ ସ୍ୱାଧୀନ ହେଲା। ଆଉ ଭାରତ ସ୍ୱାଧୀନ ହେଲା ପରେ ଆମେ ସ୍ୱାଧୀନ ହେଲୁ ସତ, କିନ୍ତୁ ଆମ ଦେଶର ସ୍ୱତନ୍ତ୍ର ବ୍ୟବସ୍ଥା ଆମେ କରିପାରିଲୁ ନାହିଁ। ତାପରେ ସମ୍ବିଧାନ ଆମ୍ବେଦକରଙ୍କର ପ୍ରଚେଷ୍ଟାରେ ସମ୍ବିଧାନ ପ୍ରଣୀତ ହେଲା ପରେ ଆମେ କ'ଣ କଲୁ ନା ଆମେ ସ୍ୱାଧୀନ ଭାରତୀୟ ରୂପରେ ନିଜକୁ ନାମିତ କଲୁ। ସେଇ ଯେଉଁ ସମ୍ବିଧାନଟା, ସମ୍ବିଧାନ ହେଉଛି ଆଇନ କାନୁନ। ସେଇ ଆଇନ କାନୁନ ଅନୁସାରେ ଦେଶର ଶାସନ ଚାଲେ। ସେଇ ସମ୍ବିଧାନଟା ଯେଉଁ ତିଆରି ହେଲା, ସେଇ ସମ୍ବିଧାନଟା କାର୍ଯ୍ୟକାରୀ ହେଇଛି 1950 ମସିହା ଜାନୁଆରୀ 26 ତାରିଖ। ସେଥିପାଇଁ ମୁଁ ପ୍ରଭୁଙ୍କୁ ଅଶେଷ ଧନ୍ୟବାଦ ଦେଉଛି। ଏ ଦୀର୍ଘ ଦିନର ସାଧନାରେ ଆମେ ହାରିଯାଇଛେ, କିନ୍ତୁ ପ୍ରଭୁ ଯେତେବେଳେ ଚାହିଁଛନ୍ତି ସେତେବେଳେ ଆମେ ସ୍ୱାଧୀନତା ପାଇଛୁ। ଆଜି ତାକୁ ହିଁ ମନେ କରିବାକୁ, ତାକୁ ଆମେ ଗଣତାନ୍ତ୍ରିକ ପଦ୍ଧତିରେ ଚାଲୁଛୁ। ବର୍ତ୍ତମାନ ହେଉଛି ମେଜରିଟି ରୁଲ୍, ଡେମୋକ୍ରାସି ଇଜ୍ ଏ ଗଭର୍ଣ୍ଣମେଣ୍ଟ of the people, by the people and for the people. Democracy is a government in which everywhere has fair. ଯେଉଁମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଗଣତନ୍ତ୍ରରେ ଭାଗ ନେଇପାରୁଛନ୍ତି, ସେଇଟା ହେଉଛି ଆମର ଗଣତନ୍ତ୍ର। ଏହି ଗଣତନ୍ତ୍ର ନୀତି ନିୟମ ଉପରେ ଚାଲେ। ନୀତି ନିୟମ ଆମକୁ ଶୃଙ୍ଖଳିତ କରେ, ଆମର ଦେବତା ଗୁଣକୁ ଉଦ୍ଭାସିତ କରେ, ଅଶୁଦ୍ଧ ଗୁଣକୁ ଅଶୁଦ୍ଧ ପ୍ରକୃତିକୁ ନଷ୍ଟ କରେ। ଯେତେବେଳେ ଏଇଟା କରେ ତାପରେ ସେଠୁ ଆମେ କରିଛେ ଏବଂ ଆମେ ସେଇ କିନ୍ତୁ ନିଜକୁ ସ୍ୱାଧୀନ ଭାରତୀୟ ରୂପରେ ଗଣିତ ହେଉଛି। ତିନିଟା ରଙ୍ଗର ପତାକା ଅଛି। ପତାକାର ତିନିଟା ରଙ୍ଗ ଅଛି। ତାପରେ ହେଉଛି ଶାନ୍ତି, ମୈତ୍ରୀ ଏବଂ ପ୍ରଗତିର ଚିହ୍ନ। ସେ ପତାକା ଆମକୁ କ'ଣ, ସେ ପ୍ରଭୁ ଆମକୁ ସେ ପତାକା ମାଧ୍ୟମରେ କ'ଣ ଶିଖାଉଛନ୍ତି? ଆମେ ଶାନ୍ତି ରହିବା, କାହାକୁ ଇଏ କରିବା, ମୈତ୍ରୀ ପରସ୍ପର ସହିତ ଭାବର ଆଦାନ କରିବା, ଆଉ ପ୍ରଗତି ଦେଶର ଉନ୍ନତି କରିବା। ଆମର ଉନ୍ନତି କରିବା ସଙ୍ଗେ ସଙ୍ଗେ ଦେଶର ଉନ୍ନତି କରିବା। ଇଏ ଯଦି ଆମେ କରିପାରିଲେ ଆମେ ତାକୁ ଆଜି ପାଳନ କରିବାର ଯଥେଷ୍ଟ କରୁଛୁ। ତେଣୁ ମୁଁ ଜାଣିଛି ମୋର ଭଉଣୀମାନେ ସବୁବେଳେ ପରାର୍ଥପରତା ଭାବଧାରାରେ ଅନୁପ୍ରାଣିତ। ନିଜର ସେମାନଙ୍କର କିଛି ସ୍ୱାର୍ଥ ନାହିଁ, ଯାହା ବି କରନ୍ତି ସବୁମାନେ ଅନୁଷ୍ଠାନର ମଙ୍ଗଳ ପାଇଁ। ତେଣୁ ସେହି ଭଉଣୀମାନଙ୍କୁ ମୁଁ କୋଟି କୋଟି ପ୍ରଣାମ। ତେଣୁ ଆମ ଭିତରେ ତିନି ପ୍ରକାର ଲୋକ ଅଛନ୍ତି, ମାନବ ଅଛନ୍ତି, ଦାନବ ଅଛନ୍ତି, ଦେବତା ଅଛନ୍ତି। ପ୍ରଭୁଙ୍କ ଗୋଷ୍ଠୀ ଅଛନ୍ତି, ଦାନବ ଅଛନ୍ତି। ପ୍ରଭୁ ସମସ୍ତଙ୍କୁ କରୁଣା ଦୃଷ୍ଟି ହେଲା। କିଏ ତା'ର ରାଗ ହିଂସାରେ ରହିଲା, କିଏ ତା'ର ପଶୁ ପ୍ରକୃତିରେ ରହିଲା, କିଏ କ'ଣ ହେଲା, କିଏ ତା'ର ରାକ୍ଷସ ହେଲା, ଦାନବ ହେଲା। ଆଉ ଯେଉଁମାନେ ଭଲ ପ୍ରକୃତିରେ ରହିଲେ ସେମାନେ କ'ଣ କଲେ ନା ମାନବ ରହିଲେ। ତାଙ୍କଠୁ ଯେଉଁମାନେ ଆଉ ଟିକେ ଭଲ ପ୍ରକୃତିରେ ରହିଲେ ସେମାନେ କ'ଣ କଲେ ନା ଦେବତା ହେଇଗଲେ। ତେଣୁ ଆପଣମାନେ ଗୋଟେ ଗୋଟେ ଦେବତା, ତା ନହେଲେ ଭକ୍ତିର ସହ ଏ କାମ କରିପାରନ୍ତିନି। ଆପଣମାନେ ସବୁବେଳେ ପରାର୍ଥପରତା ଭାବଧାରାରେ ଅନୁପ୍ରାଣିତ ହେଇଥିଲେ ଯେ ଏଠି ଆପଣ କାମ କରୁଛନ୍ତି, କ'ଣ କିଏ ଆପଣ ପଇସା ଦେଉଛି? ନିଃସ୍ୱାର୍ଥପର ସେବା, ନିଃସ୍ୱାର୍ଥପର ସେବାରେ ମାନେ ପ୍ରଭୁ ସବୁବେଳେ ସଚେଷ୍ଟ ହୁଅନ୍ତି। ପ୍ରଭୁ କହିଛନ୍ତି ମୁଁ ଆକୁ ସୁନ୍ଦର ବଗିଚାକୁ ପଠେଇଛି। ତେଣୁ ଏମାନେ ଗୋଟିଏ ଗୋଟିଏ ଫୁଲ, ଏଭଳି କିଭଳି ଭାବରେ ଫୁଲ ରହୁଛନ୍ତି ନା ଏକ ଦିନରେ ମଉଳି ଯାଉଛି। ଏଇଟା ପ୍ରଭୁଙ୍କର ଇଚ୍ଛା। ତେଣୁ ପ୍ରଭୁ ଯେତେବେଳେ ଆକୁ ପଠେଇଛନ୍ତି, ତେଣୁ ଆମେ ନିଶ୍ଚିତ ଭାବେ କାମ କରିବା। ଆମେ ଦେଶର ଉନ୍ନତି କରିବା, ଜାତିର ଉନ୍ନତି କରିବା, ଆଉ ତାପରେ ଆମର ଯେଉଁ ଚାଷବାସ ଯାହାଦ୍ୱାରା ସବୁ ଆମେ ବଞ୍ଚୁଛେ ତାର ବି ଆମେ ଉନ୍ନତି କରିବା।
ତା ନହେଲେ ଆମେ ବଞ୍ଚିବା କେମିତି? ଆମେ ପରସ୍ପରକୁ ସ୍ନେହ ଶ୍ରଦ୍ଧା ମୈତ୍ରୀ ଭାବରେ ଆମେ ବାନ୍ଧିଦେବା। ପ୍ରଭୁ କହୁଛନ୍ତି ଆମେ ହେବା ପରସ୍ପରର ବନ୍ଧୁ। ଗୋଟେ କବିତା ଏଠି ରହି କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର ଯାର ପ୍ରାପତି ଯୋଗୁଁ ଦେବତା। ଏଇ ବନ୍ଧୁତା ପାଇବା ପାଇଁ ଦେବତାମାନେ କ'ଣ କରନ୍ତି? ମର୍ତ୍ତ୍ୟମଣ୍ଡଳକୁ ଓହ୍ଲେଇ ଆସନ୍ତି। ତେଣୁ ଆମେ ତ ଆସୁଛେ ଦିନେ ଚାଲିଯିବା ନା, ଏତେ ରାଗ କାହିଁକି, ବାଦ କାହିଁକି, ଛେଦ କାହିଁକି, ହିଂସା କାହିଁକି? ଆମେ ସମସ୍ତେ କାହିଁକି ପ୍ରଭୁର କଥା ଶୁଣନ୍ତୁ? ପ୍ରଭୁକୁ ମାରି ଦିଆଗଲା, ପ୍ରଭୁ କ'ଣ କାହାକୁ କିଛି କହିଛନ୍ତି? ତେଣୁ ଆମେ ପ୍ରଭୁ କାର୍ଯ୍ୟରେ ଅନୁପ୍ରାଣିତ ହେବା। ପ୍ରଭୁ କହୁଛନ୍ତି ସଚିନ୍ତା କର, ସତ୍ ଭାବନା କର, ସମସ୍ତଙ୍କୁ ଭଲ ପାଅ। ତମେ ଯେଉଁ ଦେଶରେ ଜନ୍ମ ହେଉଛ ସେ ଦେଶକୁ ଭଲ ପାଅ, ତାକୁ ତମେ ସୁରକ୍ଷା କରିବାକୁ ଚାହଁ। ତାପରେ ଆହୁରି ଗୋଟିଏ କଥା ଦେଇ ଯେ ଆମ ଏଇ ଯେଉଁ ଆମେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ଲଗେଇବା। ବୃକ୍ଷ ନ ଲଗେଇଲେ ପରିବେଶଟା ଭଲ ରହିପାରିବ କି? ଆମେ ନିଶ୍ୱାସ ପ୍ରଶ୍ୱାସ କଲେ ନେଇପାରିବା କି? ଯଦି ଆମେ ଗୋଟିଏ ବୃକ୍ଷ ରଖିବା ଲଗେଇବା, ତାହେଲେ ପ୍ରଭୁ ନିଶ୍ଚିତ ଭାବରେ ଆମ ଉପରେ ସନ୍ତୁଷ୍ଟ ହେବେ। ଆଉ ପ୍ରଭୁ କହିଲେ ତମେ ପରସ୍ପର ଭାଇ ଭଉଣୀ, ତମେ ପୁରା ମୋରି ସନ୍ତାନ, ମୁଁ ତମକୁ ପଠେଇଛି। ଆଉ ତମେ କ'ଣ ଏମିତି ଦୟାଚ୍ଛନ୍ନ ହେଇକିରି ସବୁ ଭୁଲି ଯାଇକିରି ଅନ୍ୟାୟ ଅତ୍ୟାଚାର ଦୁର୍ନୀତି ପଛରେ ଗୋଡ଼େଇଛ? ସେଥିରେ ପ୍ରଭୁ ଆଉ ଯେଉଁମାନେ ବି ଦୁର୍ନୀତି ପଛରେ ଗୋଡ଼ାନ୍ତି, ପ୍ରଭୁ ତାଙ୍କୁ ପରୀକ୍ଷା କରନ୍ତି। ସବୁବେଳେ ସତ୍ବାଟକୁ ଆଣିବାକୁ ଚାହାନ୍ତି। ପ୍ରଭୁଙ୍କର ଜୀବନର ଲକ୍ଷ୍ୟ ଥିଲା ଯେ ସବୁବେଳେ ଆପଣମାନେ ପରସ୍ଥ ପରସ୍ଥ ଭାବଧାରାରେ ଅନୁପ୍ରାଣିତ ହେବେ। ମୋ ଝିଅ ମୋ ପୁଅ ଇଏ ମୋ ସାଙ୍ଗରେ ଯିବେ। ତେଣୁ ଦେଶକୁ ଆମେ ଭଲ ପାଇବା, ଦେଶ ପାଇଁ ଆମେ କିଛି କାମ କରିବା। ତେଣୁ ମୋତେ ଏଠି ଡାକିକିରି ଦୁଇ ପ୍ରକାର ଏ ସୁଯୋଗ ଦେଇଥିବାରୁ ଦୁଇ ପ୍ରକାର କହିବାକୁ ମୁଁ ସମସ୍ତଙ୍କ ନିକଟରେ ପ୍ରଣାମ ଜଣାଉଛି। ତେଣୁ ମୋର ଆଜି ପ୍ରଭୁଙ୍କ ନିକଟରେ ଏ ପ୍ରଭୁ ତମେ ଆମମାନଙ୍କୁ ସାହାଯ୍ୟ କର, ଆମମାନଙ୍କ ମନରୁ ରାଗ ବାଦ ଛେଦ ହିଂସା କାଢ଼ି ନିଅ। ଆମେ ସବୁବେଳେ ପରସ୍ଥ କରୁଥିବା ଭାବଧାରା ନେଇ ଆଗେଇ ପଡ଼ିବା ଦେଶ ସେବାରେ। ଯଦି ଦେଶ ସେବାରେ ଆମେ ଆଗେଇବା, ଆମର ଜନ୍ମଟା ହେଉଛି ସାର୍ଥକ ହେବ, ମଣିଷ ଜନ୍ମ ବି ଆମର ସାର୍ଥକ। ତେଣୁ ମୋତେ ଏପରି କହିବାକୁ ସୁଯୋଗ ଦେଇଥିବାରୁ ମୁଁ ଆପଣମାନଙ୍କ ନିକଟରେ ପ୍ରଣାମ କରୁଛି ଏବଂ ପ୍ରଭୁଙ୍କୁ ପ୍ରାର୍ଥନା କରୁଛି। ଲେଟ୍ ଦି ନୋବେଲ୍ ଥଟ୍ସ କାମ୍ ଟୁ ଅସ୍ ଫ୍ରମ୍ ଏଭ୍ରି କର୍ଣ୍ଣର୍ ଅଫ୍ ଦି ୱାର୍ଲ୍ଡ। ପୃଥିବୀର ସମସ୍ତ କୋଣ ଏବଂ ଅନୁକୋଣରୁ ସତ୍ ଭାବନା ପ୍ରଭୁ ଆମମାନଙ୍କ ମନରେ ଜାଗ୍ରତ କରନ୍ତୁ, ଯାହା ଫଳରେ କି ଆମେ ସତ୍ ହୋଇ ସତ୍ ସମାଜ ଗଠନ କରିବା, ଯେଉଁଠି ସ୍ନେହ ଶ୍ରଦ୍ଧା ଶାନ୍ତି ମୈତ୍ରୀ ଏବଂ ପ୍ରଗତିର ମନ୍ଦାକିନୀ ଧାରା ପ୍ରଭାବିତ ହେଉଛି। ଆଉ ଗଲା ପରେ ବି ପ୍ରଭୁ ଆମକୁ ଆମେ ଭଲ କାମ କରୁଛୁ ବୋଲି ତାଙ୍କ